ଗୋତ୍ରରୁ ଜାଣିବା ଆମର କୁଳଦେବୀ କିଏ। ଆମେ ପୂଜା କରିବାକୁ ଗଲାବେଳେ ସବୁବେଳେ ଆମକୁ ବ୍ରାହ୍ମଣ ପଚାରନ୍ତି କି ତମ ଗୋତ୍ର କ'ଣ? ଆମେ ତ ସବୁବେଳେ ଗୋତ୍ର କହିଥାଉ। କ'ଣ ଆପଣମାନେ ଜାଣିଛନ୍ତି ଆମ ଯୋଉ ଗୋତ୍ର ଅଛି ତାଙ୍କର କୁଳଦେବୀ କିଏ? ଏବଂ ଆପଣଙ୍କର ଯୋଉ ଗୋତ୍ର ଅଛି ଆପଣଙ୍କ କୁଳଦେବୀ କିଏ ଅଛନ୍ତି? ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣିପାରିବେ। ସ୍କନ୍ଦ ପୁରାଣ ଅନୁଯାୟୀ ସୃଷ୍ଟିର ଆରମ୍ଭରେ ବ୍ରହ୍ମାଙ୍କ ମାନସ ପୁତ୍ର ଯେଉଁ ବ୍ରାହ୍ମଣମାନଙ୍କୁ ଶ୍ରେଷ୍ଠ ବ୍ରାହ୍ମଣ ବୋଲି କୁହାଯାଏ, ସେହି ବ୍ରାହ୍ମଣମାନଙ୍କ ପାଖରୁ ଅଲଗା ଅଲଗା ବଂଶର ଉତ୍ପତ୍ତି ହେଲା। ଏହି ବ୍ରାହ୍ମଣମାନଙ୍କର 24ଟି ଗୋତ୍ର ରହିଥିଲା। ଏହି ବ୍ରାହ୍ମଣମାନେ ସର୍ବଦା ଯଜ୍ଞ, ତପ, ଜପ ଏବଂ ବ୍ରତ କରୁଥିଲେ। ଏହି ବ୍ରାହ୍ମଣମାନେ ସବୁବେଳେ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲେ। ସେଥିପାଇଁ ପୃଥିବୀରେ ହେଉଥିବା ଧର୍ମ କାର୍ଯ୍ୟ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲା। ଏହା ଦେଖି ତ୍ରିଦେବ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ବ୍ରାହ୍ମଣମାନଙ୍କ ରକ୍ଷା ନିମନ୍ତେ 24ଟି ଗୋତ୍ରରେ 24 ଜଣ ଦେବୀଙ୍କୁ ସ୍ଥାପନ କରିଥିଲେ। ସେହି ଦେବୀମାନଙ୍କ ବ୍ରାହ୍ମଣଙ୍କର କୁଳଦେବୀ ବୋଲି କୁହାଯାଏ। ଚାଲନ୍ତୁ ଜାଣିବା ଗୋତ୍ର କ'ଣ ଆଉ କୁଳଦେବୀ ତାଙ୍କର କିଏ। ଫାଷ୍ଟ ଜାଣିବା ଭରଦ୍ୱାଜ ଗୋତ୍ର, ତାଙ୍କର କୁଳଦେବୀ ହେଉଛନ୍ତି ଶ୍ରୀମାତା। ବତ୍ସ୍ୟ ଗୋତ୍ର, ମା ତାରିଣୀ ହେଉଛନ୍ତି ତାଙ୍କ କୁଳଦେବୀ। କୌଶିକ ଗୋତ୍ର, ତାଙ୍କର କୁଳଦେବୀ ହେଉଛନ୍ତି ଗୋତ୍ରାପା। କୁଶ ଗୋତ୍ର, ଆଶାପୁରୀ ହେଉଛନ୍ତି ତାଙ୍କର କୁଳଦେବୀ। ଶାଣ୍ଡିଲ୍ୟ, ତାଙ୍କର କୁଳଦେବୀ ହେଉଛନ୍ତି ନାସିନୀ। କାଶ୍ୟପ ହେଉଛନ୍ତି ତାଙ୍କର ପିପଳି। ଗୌତମଙ୍କର ବିକାରବାସୀ। ଛାନ୍ଦନର ଜଗନ୍ନାଥା। ଜାତୁକର୍ଣ୍ଣଙ୍କର ମହାମାତା ହେଉଛନ୍ତି କୁଳଦେବୀ। ବଶିଷ୍ଠଙ୍କ କୁଳଦେବୀ ହେଉଛନ୍ତି ଭଟ୍ଟାରିକା। ଭଣ୍ଡିଲା ଗୋତ୍ରର ଦେବୀ ହେଉଛନ୍ତି ନିଷ୍ଠା, ଲୌକିକ, ସ୍ୱପନ୍ନା, କୃଷ୍ଣାୟନ, ବସୁଜା, ଉପମନ୍ୟୁ, ମହାଦେବୀ, ଗାର୍ଗ୍ୟ, ମାତାଙ୍ଗୀ ଏବଂ ମୌସିକ, ମୁକୁଟେଶ୍ୱରୀ, ପୁଣ୍ୟସନ, ଭଟ୍ଟି, ପରାଶର, ମହାଶକ୍ତି, ଗଙ୍ଗସନ, ଚାମୁଣ୍ଡା। ଏହିମାନେ ହେଉଛନ୍ତି ଏହି ଗୋତ୍ରମାନଙ୍କର ମହାଦେବୀ। ଗୋତ୍ର ସହିତ ତାଙ୍କ ମହାଦେବୀ ଜାଣିଲେ। ଏହା ହେଉଛି ଆଉ 24ଟାରୁ ଏତିକି ମୁଁ କହିଛି ଆଜି। ନେକ୍ସଟ ଭିଡ଼ିଓରେ ବାକି ଗୋତ୍ର ଗୁଡ଼ାକର ଦେବୀଙ୍କର ମୁଁ ନାଁ ଗୁଡ଼ିକ କହିବି। ଯଦି ଆପଣ ସେଗୁଡ଼ିକ ଜାଣିବା ପାଇଁ ଚାହୁଁଛନ୍ତି କିମ୍ବା ଆପଣଙ୍କ ଗୋତ୍ର ଆ ଭିତରେ ନାହିଁ, ତେବେ ଆପଣ ନେକ୍ସଟ ପାର୍ଟକୁ ଆପଣ ଅପେକ୍ଷା କରିବେ ଏବଂ ଚ୍ୟାନେଲକୁ ଲାଇକ୍ କରିବେ ଏବଂ ଯାହାର ଗୋତ୍ର ଜାଣିଲେ ଆପଣ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ। ରହୁଛି, ନମସ୍କାର। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ।